ବିଜୁ ଜନତା ଦଳରେ କିଛି ନିୟମ ନଥିଲା। ଯେଉଁ ପେପର ଆଡ଼ଭାର୍ଟାଇଜମେଣ୍ଟ ପାଇଁ ଯେଉଁ ଦେଉଥିଲେ ନିର୍ବାଚନ ସମୟରେ ଯେଉଁ 25% ଅଧିକା ଦେଉଥିଲେ ସେଇଟା ବିଜୁ ଜନତା ଦଳର କର୍ମୀମାନଙ୍କର ଖର୍ଚ୍ଚ ପାଇଁ ଦିଆଯାଉଥିଲା। ସାମ୍ବାଦିକ ସେଇଟା ରଖିପାରୁନଥିଲେ। ସେଟା ପେପରରେ ତାଙ୍କର ବାହାରୁଥିଲା ଯେଉଁ 25% ଏକ୍ସଟ୍ରା ଦେଉଥିଲେ ତାଙ୍କ ନିର୍ବାଚନୀ ଖର୍ଚ୍ଚ ତାକୁ ତଦନ୍ତ କରିବାର ଆବଶ୍ୟକତା ରହିଛି। ତଦନ୍ତ ହେବ। ମୁଁ ସରକାରଙ୍କୁ ନିବେଦନ କରିବି ଯଦି ସ୍ୱଚ୍ଛ ନିର୍ମଳ ସରକାର ଯଦି ହେଇଥାଏ ତାହେଲେ ପ୍ରଥମରୁ ତଦନ୍ତ କରନ୍ତୁ ସ୍ୱଚ୍ଛ ନିର୍ମଳ ସରକାର କରନ୍ତୁ। କିନ୍ତୁ ଆଡ଼ଭାର୍ଟାଇଜମେଣ୍ଟ ଦେଇଛନ୍ତି ବିଭିନ୍ନ ପତ୍ରପତ୍ର ଯିଏ ତାଙ୍କୁ ଶୁଆଇବ ସବୁ ପେପରକୁ ଦେଉନଥିଲେ, ସବୁ ଟିଭିକି ଦେଉନଥିଲେ, ତାଙ୍କୁ ଯିଏ ଶୁଆଇବ ତାଙ୍କୁ ଦେଉଥିଲେ କେବଳ ନିର୍ବାଚନ ପ୍ରଚାର ପାଇଁ। ସବୁ ତ ଡରିକି ତାଙ୍କ ପ୍ରଚାର କରୁଥିଲେ। ଅଧିକା ଦରରେ ଯେଉଁ ଦେଉଥିଲେ ଡରିକି ତାଙ୍କ ପାଇଁ ପ୍ରଚାର କରୁଥିଲେ ଏବଂ ପଇସା ଦେଉଥିଲେ। ଯେଉଁ ରେଷ୍ଟ ଆମାଉଣ୍ଟ ସରକାର ନିୟମ ଅନୁଯାୟୀ ଯେଉଁ 25% ରେଷ୍ଟ ଆମାଉଣ୍ଟ ଥିଲା ସେ ତାଙ୍କ କର୍ମୀକି ଦେଇଦିଅ ବୋଲି